ଭିନ୍ନକ୍ଷମ ନୋଟାରୀଙ୍କୁ ଅବହେଳା ଅଭିଯୋଗ। ଭିନ୍ନକ୍ଷମମାନଙ୍କ ପାଇଁ ସରକାର କରିଥିବା ଆଇନ ଏବେ ସେହି ଫାଇଲ ଭିତରେ ଚାପି ହୋଇ ରହିଥିବା ଓ ସରକାରଙ୍କ ଅଧୀନରେ ଥିବା କଟକ ଡେଭଲପମେଣ୍ଟ ଅଥରିଟି ବା ସିଡିଏ କର୍ତ୍ତୃପକ୍ଷ ତାଙ୍କ ପ୍ରତି ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଜଣେ ବୟୋଜ୍ୟେଷ୍ଠ ନୋଟାରୀ ସୁରଦା ପ୍ରସନ୍ନ ମହାନ୍ତି। କଟକ ଅରୁଣୋଦୟ ମାର୍କେଟ ଘର ନମ୍ବର 68ରେ ଶ୍ରୀ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ସେ କହିଛନ୍ତି ଯେ ସେ ଜଣେ ମେରୁଦଣ୍ଡ ଜନିତ ରୋଗଗ୍ରସ୍ତ ଭିନ୍ନକ୍ଷମ। ପାଇଖାନା ସଂଲଗ୍ନ ଘର ଖଣ୍ଡିଏ ପାଇଁ ସିଡିଏ କର୍ତ୍ତୃପକ୍ଷ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିବେଦନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଓ କାର୍ଯ୍ୟକ୍ଷେତ୍ରରେ ମଧ୍ୟ କିଛି ପ୍ରତିବନ୍ଧକ ସୃଷ୍ଟି ହୋଇଥିବାରୁ ସେ ଚାପଗ୍ରସ୍ତ ରହିଛନ୍ତି। ତୁରନ୍ତ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ନଦେଲେ ତାଙ୍କ ଭବିଷ୍ୟତ ଅନ୍ଧାରକୁ ଟାଣି ହୋଇଯିବ ବୋଲି ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ସୁରଦା ପ୍ରସନ୍ନ ମହାନ୍ତି, ନୋଟାରୀ ପବ୍ଲିକ, ଅରୁଣୋଦୟ ମାର୍କେଟ, କଟକ 12। ପ୍ରଥମେ ମୋର ଓକିଲାତି ବ୍ୟବସାୟ ବହୁତ ଭଲ ଥିଲା। ମାତ୍ର 19 ଡିସେମ୍ବର ମାସ 28 ତାରିଖ 1996 ମସିହାରେ ମୋର ମେରୁଦଣ୍ଡରେ ଅପରେସନ୍ ହେଲା, ଯାହାଫଳରେ କି ମୁଁ ସମ୍ପୂର୍ଣ୍ଣ ଭାବରେ ଶଯ୍ୟାଶାୟୀ ହେଲି। ତେଣୁ ନୋଟାରୀଟିଏ ହେଇ ଜୀବନ ଭିତରେ ରାହା ପାଇବା ପାଇଁ ବହୁତ କଷ୍ଟରେ ଏଇ ଅରୁଣୋଦୟ ମାର୍କେଟରେ ନୋଟାରୀ ହେବା ପାଇଁ ଆପ୍ଲାଏ କଲି। ବିଭିନ୍ନ ଦପ୍ତରକୁ ଏସ୍ପି, କଲେକ୍ଟର, ଡିଜେ ସମସ୍ତଙ୍କ ଠାରୁ नो ଅବଜେକ୍ସନ୍ ଆଣି ତାପରେ ଆପ୍ଲାଏ କରାହେଲା। ଯାହା ବହୁତ କଷ୍ଟରେ ଅରୁଣୋଦୟ ମାର୍କେଟରେ ନୋଟାରୀଟିଏ ପାଇଲି। ସେ ନୋଟାରୀଟିଏ ପାଇଲା ପରେ ଏଠି ବସିବା ମୋ ପକ୍ଷେ ବହୁତ କଷ୍ଟକର, କାରଣ ଜଣେ ଭିନ୍ନକ୍ଷମ ବ୍ୟକ୍ତି ପ୍ରତିଦିନ ପେଣ୍ଟରେ ଝାଡ଼ା ପରିସ୍ରା ହୋଇଯାଏ। ତେଣୁ ବସିକି ନୋଟାରୀ କାର୍ଯ୍ୟ କରିବା ମୋ ପକ୍ଷେ ସମ୍ଭବ ହେଉନଥିଲା। ବାଧ୍ୟ ହେଇକି ସିଡିଏକୁ ଘରଟିଏ ପାଇବା ପାଇଁ ବହୁତ ଚେଷ୍ଟା କରିଛି। ବହୁତ ଆଜ୍ଞା ଚେଷ୍ଟା କରିଛି ମୋତେ ଘର ଖଣ୍ଡେ ଦିଆଯାଉ, କିନ୍ତୁ କୌଣସି ମୋତେ ସେ ଘର ଖଣ୍ଡେ ଦେବା ତ ଦୂର କଥା, ମୋତେ ଉତ୍ତର ମଧ୍ୟ ଦେଇନାହାନ୍ତି। ଇଏ ତ ଗଲା ଗୋଟେ ଘର ପାଇଁ ଆଜ୍ଞା। ଦ୍ୱିତୀୟ ପାଇଁ ମୁଁ ଆଜ୍ଞା ଏଠି ସେଠି ବସି ବାରଣ୍ଡାରେ ଯେଉଁ ଘରକୁ ମୁଁ ଷ୍ଟେ କଲି, ଯେଉଁ 59 ନମ୍ବର 60 ନମ୍ବର ଘର ଯେଉଁଠି ବର୍ତ୍ତମାନ ବସୁଛି, ସେଇ ଘରର ଆଗରେ ମୁଁ ବସୁଥିଲି। ସେଠୁ ମୋତେ ଉଠେଇ ଦେବା ପାଇଁ ସିଡିଏ ଦ୍ୱାରା ଧମକପୂର୍ଣ୍ଣ ଚିଠି ଦିଆହେଇଛି, ଆପଣ ଅବିଳମ୍ବେ ଏ ଜାଗା ଛାଡ଼ିକି ଯାଆନ୍ତୁ। ଆଉ ମୁଁ ସେଠୁ ଚିଠି ଦେଲି, ଆଜ୍ଞା ଅନ୍ୟମାନେ କେମିତି ବସୁଛନ୍ତି, ମୋ ବସିଲେ ଅସୁବିଧା କ'ଣ ହେଲା? ନା ସେମାନେ ଚିଠି ମୋତେ ସିଡିଏ ଦେଲା, ଆପଣ ଆପଣଙ୍କ ବ୍ୟବସ୍ଥାରେ ଚିଠି ଏଠୁ ଉଠି ଯାଆନ୍ତୁ, ଅନ୍ୟମାନଙ୍କ କଥା ଆମେ ବ୍ୟବସ୍ଥା କରୁଛୁ। 16 ମସିହାରେ ସେମାନେ ମୋତେ ଲେଖିକି ଦେଇଥିଲେ, ଯାହାର କପି ମଧ୍ୟ ମୋ ପାଖରେ ଅଛି। କିନ୍ତୁ 16 ମସିହାରୁ ଅଦ୍ୟାବଧି ମୁଁ ବାଧ୍ୟ ସେ ଯେଉଁ କେସ୍ରେ ମୋତେ ଉଠିଯିବା ପାଇଁ ଧମକ ଦେଲେ, ମୁଁ ଯାଇକି ପୁଣି ହାଇକୋର୍ଟ ଦ୍ୱାରସ୍ଥ ହେଲି। ହାଇକୋର୍ଟ ଦ୍ୱାରସ୍ଥ ହେଇ ଷ୍ଟେ କରି ବାରଣ୍ଡାରେ ବସିଲି। ବାରଣ୍ଡାରେ ବସିବା ଦ୍ୱାରା ମୋ ଦେହରେ ବସିକି ଏଠି ଲାଟ୍ରିନ୍ର ସୁବିଧା ନାହିଁ, ତା ଦେହରେ ମଧ୍ୟ ଝାଡ଼ା ପରିସ୍ରା ପେଟ ହେଇକି ବସି ଗତି କରିକି ଯାଏ, ବହୁତ କଷ୍ଟରେ ଗତି କରିକି ଯାଏ। କିନ୍ତୁ ବର୍ତ୍ତମାନ ଘରଟିଏ ଯଦିଓ ପାଇଲି, ହାଇକୋର୍ଟଙ୍କ ଡାଇରେକ୍ସନ ଅନୁସାରେ ହାଇକୋର୍ଟ କେସ୍ କରି ରିଟ୍ 6ଟା ରିଟ୍ କରି ହାଇକୋର୍ଟ ଡାଇରେକ୍ସନ ଅନୁସାରେ ହ୍ୟାଣ୍ଡିକ୍ୟାପ୍ଟ ଭିନ୍ନକ୍ଷମ ଆଇନ ତାଙ୍କର ନଥିଲା ଆଜ୍ଞା, ସିଡିଏ ଦ୍ୱାରା ଭିନ୍ନକ୍ଷମ ଆଇନ ପ୍ରଣୟନ ହେଲା। ତାପରେ ବହୁତ କଷ୍ଟରେ ମୁଁ ଭଗବାନଙ୍କର ଆଶୀର୍ବାଦରେ ଘର ଖଣ୍ଡେ ପାଇଛି। ଘର ଖଣ୍ଡେ ନହେଲେ ପାଇବାର ନଥିଲା, ମୋର ବହୁତ କଷ୍ଟରେ ଆଜ୍ଞା ପାଇଛି। କିନ୍ତୁ ଘରେ ପାଇଲେ କ'ଣ ହବ? ଘର ଭିତରେ ଆଣ୍ଠିଏ ପାଣି ଆଜ୍ଞା, ପାଣି ଭିତରେ ମୁଁ ଜଣେ ହ୍ୟାଣ୍ଡିକ୍ୟାପ୍ଟ ପର୍ସନ, ଭିନ୍ନକ୍ଷମ ବ୍ୟକ୍ତି ଭିତରେ ପଶିବେ କେମିତି? ଲୋକମାନେ ବି ଏଠି ଆସିବେ କେମିତି? କାମ କରିବେ କେମିତି? ମୋତେ ପଇସା ଦେବେ କେମିତି? ମୋ ଲୋକମାନଙ୍କୁ ମୋର ଷ୍ଟାଫଙ୍କୁ ଦେବି କେମିତି? ଘର ଭଡ଼ା 22,000 ଟଙ୍କା ଘର ଭଡ଼ା ଦେବି କେମିତି? ଏସବୁ ଆଜ୍ଞା ମୋ ପକ୍ଷେ ଗୋଟେ ଚାଲିଲା, ସଂଘର୍ଷ ଭଳିଆ ଚାଲିଲା। ତାପରେ ଦ୍ୱିତୀୟ କଥା, ମୁଁ ଯେଉଁ 13 ମସିହାରୁ ଲେଖି ଚାଲିଛି, ଯେଉଁମାନେ ଏଠି ବସିଛନ୍ତି ବେଆଇନ ଭାବରେ ବସୁଛନ୍ତି, ମୋ ପ୍ରଫେସନ ସହିତ ସମାନ, ସେମାନଙ୍କୁ ଉଠାଇ ଦିଆ ନଗଲେ ମୁଁ ରୋଜଗାର କରିବା ମୋ ପକ୍ଷେ ସମ୍ଭବ ନୁହଁ ଆଜ୍ଞା। ସେମାନେ ତ ସବୁ ରୋଜଗାର କରି ସବୁ ପଇସା ଲୋକ ତାଙ୍କ ପାଖକୁ ଗଲେ, ମୋ ପାଖକୁ ତ ଭିନ୍ନକ୍ଷମ ଲୋକ ପାଖକୁ କେହି ଆସିଲେ, ଦୟାପରରେ କେହି ବି ଆସିଲେ ନାହିଁ। ଆଜ୍ଞା ପଇସା ରୋଜଗାର କରିବି କୋଉଠି? ତାଙ୍କୁ 22,000 ଟଙ୍କା ଘର ଭଡ଼ା କୋଉ ବାଟେ ଦେବି? ଏଇଭଳି ଅବସ୍ଥାରେ ଆଜ୍ଞା କାହାକୁ ଲେଖିନଛି, ସିଡିଏକୁ ଲେଖି ଶହ ଚିଠି ଆଜ୍ଞା ଦେଖିଲେ, ଆଜ୍ଞା ଫାଇଲ ଦେଖିଲେ ଆସିଦେବେ କୋଉ ଚିଠି ମୁଁ ନ ଦେଇଛି ଗଲା। ତାପରେ ମାନ୍ୟବର ମୁଖ୍ୟମନ୍ତ୍ରୀକୁ ଦେଇଛି, ମାନ୍ୟବର ଅର୍ବାନ ମନ୍ତ୍ରୀକୁ ଦେଇଛି, ମାନ୍ୟବର ଲ ମନ୍ତ୍ରୀକୁ ଦେଇଛି। କାହାରି ପାଖରୁ ଆଜ୍ଞା କୌଣସି ପ୍ରକାର ସୁଫଳ ଏପର୍ଯ୍ୟନ୍ତ ପାଇପାରି ନାହିଁ। ତେଣୁ ଦୁଃଖର ସହିତ ଏତିକି କରୁଛି, ଲାଷ୍ଟ ଚିଠି ମଧ୍ୟ ଦେଇଛି ଚିଠିରେ, ଯଦି ଆପଣ ମୋତେ ଘର ସେମାନେ ନ ଉଠେଇବେ ତାହେଲେ ମୁଁ ଆଉ କୌଣସି ମତେ ଘର ଭଡ଼ା ଦେବି ନାହିଁ। ବାଧ୍ୟ ଘର ଛାଡ଼ିକି ଯିବି, ମୋର ଅବସ୍ଥା ଯାହା ହବ, ନହେଲେ ଆପଣଙ୍କ ଆଗରେ ଅନଶନ କରିବି, ନହେଲେ ଲାଷ୍ଟକୁ ଯେମିତି ସମସ୍ତେ ଇଏ କରୁଛନ୍ତି ସୁଇସାଇଡ୍ କରୁଛନ୍ତି, ସେମିତି ଆପଣଙ୍କ ଆଗରେ ସୁଇସାଇଡ୍ କରିବା ବାଧ୍ୟ ହେବି। ଏହା କହିକି ମୁଁ ଚିଠି ମଧ୍ୟ ଦେଇଛି, କିନ୍ତୁ ଚିଠିରେ ଏପର୍ଯ୍ୟନ୍ତ ଉତ୍ତର କିଛି ନାହିଁ, କି ସୁଫଳ ମଧ୍ୟ କିଛି ପାଇପାରି ନାହିଁ। କଟକରୁ ରଜତ କୁମାର ମହାନ୍ତିଙ୍କ ରିପୋର୍ଟ, ସତ୍ୟ ସମାଚାର।